କେଉଁଝର ଜିଲ୍ଲା ଅନ୍ତର୍ଗତ ହରିଚନ୍ଦନପୁରର ଭଙ୍ଗାମୁଣ୍ଡା ପଞ୍ଚାୟତ ଗେହ୍ଲାମୁଣ୍ଡାରେ ସବୁଠାରୁ ବଡ଼ ମକର ଖେଳ ଶେଷ ଦିନରେ କ୍ରିକେଟ ଗ୍ରାଣ୍ଡ ଫିନାଲରେ ଦେଖିବାକୁ ମିଳିଥିଲା। ପ୍ରଥମେ ସେମିଫାଇନାଲରେ ଘଟଗାଁ ସହ ଭଦ୍ରକ ବନ୍ତ ଓ ଖେଲିଆ ମେଣ୍ଟା ଆନନ୍ଦପୁର ସହ ତରା ଖେଳିଥିଲେ। ତାପରେ ଫାଇନାଲରେ ଭଦ୍ରକ ବନ୍ତ ଓ ଖେଲିଆ ମେଣ୍ଟା ମଧ୍ୟରେ ହୋଇଥିଲା। ଭଦ୍ରକ ବନ୍ତକୁ ହରାଇ ଖେଲିଆ ମେଣ୍ଟା ବିଜୟ ହୋଇଛି। ମା ମଙ୍ଗଳା ଲାୟନ୍ସ କ୍ଲବ ଗେହ୍ଲାମୁଣ୍ଡାର ସୁନ୍ଦର ଆୟୋଜନ ଓ ଖେଳକୁ ବହୁ ଲୋକ ପ୍ରଶଂସା କରିଛନ୍ତି। ଅମ୍ପାୟାରିଂର ଦାୟିତ୍ୱ ଦୈତାରୀ ମହନ୍ତ ଯତୀନ୍ଦ୍ର ମୁଣ୍ଡା ତୁଲାଇଥିଲେ। ଏହି କ୍ଲବର ସଭାପତି ତରଣ ସେନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଖେଳ ପରିଚାଳନା କରାଯାଇଥିଲା। ଅତିଥି ଭାବରେ ବିଶ୍ୱମ୍ବର ମହନ୍ତ, ନିତ୍ୟାନନ୍ଦ ମହନ୍ତ, ଗେହ୍ଲାମୁଣ୍ଡା ପୂର୍ବତନ ପ୍ରଧାନ ଶିକ୍ଷକ ଜଳଧର ବାରିକ, ବିଜେଡି ସଭାପତି ସୁମନ୍ତ ସେଠୀଙ୍କ ସହ ଅନେକ ଅତିଥିବୃନ୍ଦ ଯୋଗ ଦେଇଥିଲେ। ତାଙ୍କ ସହ ଗ୍ରାମର ସମାଜସେବୀ ରଙ୍ଗଲାଲ ମହାରଣା, ଯତୀନ୍ଦ୍ର ମହାନ୍ତି, ଜଳଧର ତନ୍ତୀଙ୍କ ସହ ଅନେକ ଗ୍ରାମବାସୀ ଓ ଭଦ୍ରବ୍ୟକ୍ତିମାନେ ଯୋଗ ଦେଇଥିଲେ। ଏ ବର୍ଷ ଆମର 29ତମ କ୍ରିକେଟ ମ୍ୟାଚ୍ ହଉଛି ମାମୁର ଏବଂ କାଲି 15 ତାରିଖ ଆମର ଭାଇ ଭଉଣୀ ସମସ୍ତେ ଖେଳ ପ୍ରତିଯୋଗିତା ହେଇଥିଲେ। ଏଥିରେ ଆମର ଏବଂ ଖେଳରେ ବହୁତ ପ୍ରାଇଜ ମଧ୍ୟ ଦିଆ ହେଇଥିଲା। ତ କାଲି ସବୁଠୁ ଆକର୍ଷଣ ସେ କୁକୁଡ଼ା ଆମର ଯୋଉ ଖେଳ ଆମେ ଚେଷ୍ଟା କରୁଛୁ ଆମ ମାନେ କେତେ ଖେଳ ଚେଷ୍ଟା କରୁଛୁ ବୋଲି ଆଉ ଆମେ ତ ମୋର କଲିଣି ମିନିମମ୍ 20 ବର୍ଷ ପାଖାପାଖି ଚାଲିଲାଣି। ବହୁତ ଆମେ ଚେଷ୍ଟା କରୁଛୁ କିଭଳି ଭାବରେ ଭଲ ଖେଳ ହବ, ଭଲ ଲୋକ କେମିତି ହବ ସେ ବିଷୟରେ ବହୁତ ଚିନ୍ତା ପଡିଆର ଏତେ ଅସୁବିଧା କଣ ଗାଁ ଲୋକେ କିଛି ସେମିତି କଣ ପଡିଆ ଟିକେ ଭଲ ମାନେ ଉଚ୍ଚା ଖେଳ ଖେଳାଳି ବହୁତ ବାଧାବିଘ୍ନ ସହିବାକୁ ପଡୁଛି। ପଡିଆଟି ପ୍ଲେନ ହେଲେ ଟିକେ ଖେଳ ପାଇଁ ଆଉ। କେଉଁଝରରୁ ନିର୍ମଳ ସେଠୀଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।